ସବୁକିଛି ସାରିଦେଲା ସର୍ବଗିଳା ନିଆଁ। ଅଗ୍ନିକାଣ୍ଡରେ ଚାଲିଗଲା ଗୋଟିଏ ପରିବାରର 4 ଜଣଙ୍କ ଜୀବନ। ଚାହୁଁ ଚାହୁଁ ଛାରଖାର ହୋଇଗଲେ ପରିବାର। ମୃତ 4 ଜଣଙ୍କ ମଧ୍ୟରେ ଥିଲା ଜଣେ 9 ମାସର ଶିଶୁ। ଗତ ଶୁକ୍ରବାର ଦିନ ଏପରି ଏକ ଅଭାବନୀୟ ଘଟଣା ଘଟିଛି। ସନ୍ଧ୍ୟା ସମୟରେ ଅଗ୍ନିକାଣ୍ଡ ଘଟିବା କାରଣରୁ 4 ଜଣଙ୍କ ଜୀବନ ଯାଇଛି। 2 ଜଣ ଆହତ ମଧ୍ୟ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ରାଜଧାନୀ ଦିଲ୍ଲୀର ସହଦର ଅଞ୍ଚଳରେ ଏପରି ଅଗ୍ନିକାଣ୍ଡ ଘଟିଛି। ଏହି ଘଟଣାକୁ ନେଇ ଅଗ୍ନିଶମ ବିଭାଗର ଅଧିକାରୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ସହଦର ଅଞ୍ଚଳରେ ଥିବା ଏକ ଘରେ ନିଆଁ ଲାଗିବା ନେଇ ଆମକୁ ସୂଚନା ଦିଆଯାଇଥିଲା। ସନ୍ଧ୍ୟା 5:22ରେ ଆମ ପାଖକୁ କଲ୍ ଆସିଥିଲା। ପରେ କର୍ମଚାରୀମାନେ ନିଆଁକୁ ଆୟତ୍ତ କରିବାକୁ ବାହାରି ଯାଇଥିଲେ। ସନ୍ଧ୍ୟା 6:55 ସୁଦ୍ଧା ନିଆଁକୁ ଆୟତ୍ତ କରାଯାଇଥିଲା। ହେଲେ ଘରର ତଳ ମହଲା ନିଆଁରେ ଅଧିକ କ୍ଷତିଗ୍ରସ୍ତ ହୋଇଛି ଏବଂ ଘର ଭିତରୁ 6 ଜଣଙ୍କୁ ଉଦ୍ଧାର କରାଯାଇଥିଲା। ସେମାନଙ୍କୁ ପୋଲିସ PCR ଯୋଗେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଜଣେ ଶିଶୁଙ୍କ ସମେତ 4 ଜଣଙ୍କ ମୃତ୍ୟୁ ହୋଇଥିବା ପୋଲିସ ସୂଚନା ଦେଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି। କିପରି ଏତେ ବଡ଼ ଅଗ୍ନିକାଣ୍ଡ ଘଟିଲା ସେ ନେଇ ପଚରାଉଚରା କରୁଛି। ମୃତକଙ୍କ ଦେହରେ 2 ଜଣ 18 ବର୍ଷୀୟ ଓ 40 ବର୍ଷୀୟ ମହିଳା ଅଛନ୍ତି। ସେହିପରି ଜଣେ 17 ବର୍ଷର ନାବାଳକ ଥିବାବେଳେ ଜଣେ 9 ମାସର ଶିଶୁ କନ୍ୟାର ମଧ୍ୟ ମୃତ୍ୟୁ ହୋଇଛି।